ସୁଧାଂଶୁ ପରିଡ଼ା ପୁଣି ଫେରୁଛନ୍ତି ରେମୁଣାରୁ, ଯାହାଙ୍କୁ ବହିଷ୍କାର କରାଯାଇଥିବା ଯୋଗୁଁ ପୁଣି ନବୀନ ପଟ୍ଟନାୟକ ପ୍ରତ୍ୟାରୋପ କରୁଛନ୍ତି। ରାଜନୀତିରେ କ'ଣ ରାଜନୀତିରେ କିଏ କାହାର ଚିରସ୍ଥାୟୀ ମିତ୍ର ଥାଏ? ବହିଷ୍କାର କରିଥିଲେ ତାଙ୍କର ଦରକାର। ବିଜେପି ହେଲା ଯେହେତୁ ଲୋକ ନେଇଯାଉଛନ୍ତି, ହିଞ୍ଜିଳିରେ ଗୋଟାଏ ସରପଞ୍ଚ ମିଶିଲା ବିଜେଡ଼ି ଗାମୁଛା ପକାଉଛନ୍ତି। ବିଜେଡ଼ି ଦଳର ବର୍ତ୍ତମାନ ଯେଉଁ କ୍ରାଇସିସ୍, ଗୋଟାଏ ସରପଞ୍ଚ ମିଶିଲା ହିଞ୍ଜିଳି, ବିଜେଡ଼ି ତାକୁ ତାଳି ମାରି କମ୍ପାନୀ ପ୍ରଚାର, ବିଜେଡ଼ି ବେଳେ ଡରି ଯାଉଛି। ସେମାନେ ଜାଣିଛନ୍ତି ବିଜେପି ଧରି ନାହିଁ, ତା ସହିତ କାରଣ ଭୟ ସଞ୍ଚାର ହେଉଛି କାଳେ ଆମକୁ କାଳେ ବିଜେଡ଼ି ଦାନା ଧରିବ ନାହିଁ, ସେଥିପାଇଁ ସେମାନେ କହୁଛନ୍ତି ଆମେ ବିଜେଡ଼ି ୟାକୁ ମିଶାଇଲୁ, ସୁଧାଂଶୁ ଫେରିଲେ। ତାଙ୍କର ଡେଫିସିଟ୍ ଆଇରନ୍ ଡେଫିସିଟ୍ ଆରମ୍ଭ ହେଲାଣି, ସେଥିପାଇଁ ସେ କୁଆଡ଼େ ଜନବିରୋଧୀ ସବୁ ଭୁଲିଗଲେ, ନୂଆ ନୂଆ କାର୍ଯ୍ୟକ୍ରମ ଆରମ୍ଭ କଲେ। ସୌମ୍ୟ ପଟ୍ଟନାୟକ ଅଛନ୍ତି, ବିଜୟ ମହାପାତ୍ର ଅଛନ୍ତି, ଏମାନେ ସବୁ ଆସିବେ କି ପୁଣି ଦଳ ଗଠନ? ସିଏ କ'ଣ ଥାର୍ଡ଼ ଫଣ୍ଡ କରିଦେଇପାରେ? ନବୀନ ପାଣ୍ଡିଆନୁ ଭାଙ୍ଗି ନୂଆ ସଣ୍ଡ ହେଇପାରେ, କିନ୍ତୁ ଗୁଜବ ଚାଲିଛି ହେଇଯାଇପାରେ। ଆମେ କର୍ପୋରେଟ୍ ଲୁଟ୍ ଅଷ୍ଟମ ବେତନ କମିଶନକୁ ବିରୋଧ କରି ଆମେ କରୁଛୁ। ଯେତେ କର୍ପୋରେଟ୍ କମ୍ପାନୀ ଲୁଟ୍ ଟାଟା ଫାଟା ଚଲେଇଛନ୍ତି, ଆ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ପାଇଁ ଆଜି ଗୋଟେ ପ୍ରାକ୍ ଘୋଷଣା ହେଲା। ମୋଦି ଯାହା କହିଥିଲେ ବହୁତ କଥା କିଛି କରିନାହାନ୍ତି। ମୋଦି କହିଲେ ନବୀନଙ୍କ ସ୍ୱାସ୍ଥ୍ୟ ତଦାରଖ କରିବି, ସବୁ ବ୍ୟବସ୍ଥା ହେବ, ଖଣି ତୁନ୍ତ ହେବ, ଜେଲ୍ ଯିବେ। ମୋଦି ଯାହା କହିଥିଲେ କିଛି କେଉଁଠି ହେଲାଣି, ଆରମ୍ଭ ହେଲାଣି। 90 ଦିନରେ ଆଖୁ କଳ ଖୋଲା ହେବ କହିଥିଲା କେଉଁଠି, କେଉଁଝରରେ, ଏ ଯେଉଁ ନୟାଗଡ଼ରେ ଆରମ୍ଭ ହେଲାଣି। ବହୁତ କଥା କହିଥିଲେ, 30% ହେଇ ଜମା କାମ 30% ପୁରା ହେଇନାହିଁ।